हेलो एवरीवन वेलकम टू प्रियांश स्टडी सर्कल। आज ये वीडियो रे ओडिया व्याकरण उपसर्ग विषय किसी एमसीक्यू नहीं आसी चलतु ताकू आलोचना करवा। प्रश्न एक उपसर्ग गुड़िक कौन ना सठिक उत्तर है अभय। प्रश्न दुई क्यों उपसर्ग उत्कर्ष अर्थ रे व्यवहृत हुए ना उत्तर है प्र उपसर्ग जो आवरी मध्य ये उद्भव गति आध्यक्ष और सर्वत्व भाव अर्थ रे मध्य प्र उपसर्गटी को व्यवहार करा जाए। प्रश्न तीन नीर डैश अलीलम डे क्योंकि उत्तर हम ना उत्तर हम ऑप्शन सी लिप। प्रश्न चार परिश्रम शब्द रे पर उपसर्ग क्यों अर्थ प्रकाश करुछि क्योंकि ना उत्तर है विशेष। प्रश्न पाँच क्यों दुईटी उपसर्ग लगी क्योंठे ना उत्तर है प्रत्यागमन प्रति आ गम अन प्रति आ ये दुईटी उपसर्ग लगी। प्रश्न 6 आदान प्रदान निदान प्रभृति शब्द क्यों धातु सृष्ट क्यों धातु ना उत्तर है दा आदान आ दा अन प्रदान प्र दा अन निदान नि दा अन एडे आ उपसर्ग प्र नि दा है आमर धातु तेणु सठिक उत्तर हम दा। प्रश्न 7 उपसर्गटी क्यों प्रकार प्रत्यय क्यों प्रकार ना उत्तर है पूर्व प्रत्यय। प्रश्न 8 उपसर्ग शब्दटी क्यों धातु निष्पन्न होइछि ना सुज धातु प सुज अ उपसर्ग तेणु सुज धातु आछि। प्रश्न 9 प्रत्यागमन शब्द रे केतोटी उपसर्ग लगी केतोटी ना हला दुईटी प्रति आ। प्रश्न 10 संस्कृत भाषा समुदाय केतोटी उपसर्ग प्रचलित ना उत्तर है 20टी। प्रश्न 11 प्रकोप शब्द रे प्र उपसर्ग क्यों अर्थ प्रकाश करुचे ना उत्तर है अतिशय। प्रश्न 12 प्रत्यागमन ए शब्द रे गठन रीति किपरि ना प्रति आगम अन ऑप्शन बी। प्रश्न 13 संस्कृत शब्द पुनः पूर्ववत रूपे क्यों शब्द रे व्यवहार होई नहीं क्योंकि पुनर्बार रे होइछि पुनर्विवाह रे होइछि पुनर्गमन रे होइछि पुनर्भुक्त रे होई नहीं। प्रश्न 14 ओडिया पूर्व प्रत्यय हर क्यों शब्द रे व्यवहार हुए नहीं क्योंकि हर साल रे होइछि हर रोज होइछि हर किस्म होइछि हर मंजूर रे नहीं। प्रश्न 15 क्यों दुईटी उपसर्ग लगी अनुगामी अनुगम इन परिचर्या आ अभिभाषण अभिभाष अन क्योंटी एवढी गोटे लगी रही उत्तर हम अत्याचार अत्याचार दुईटी उपसर्ग। प्रश्न 16 क्यों दुईटी उपसर्ग लगी
ନା ଉତ୍ତର ହେଲା ପ୍ରତି ଉପକାର। ପ୍ରତି ଆଉ ଉପ ଦୁଇଟା ଉପସର୍ଗ ରହିଛି। ପ୍ରଶ୍ନ 17 ଅଭ୍ୟୁତ୍ଥାନରେ ଲାଗିଥିବା ଦୁଇଟି ଉପସର୍ଗ ହେଲା ଅଭି ଆଉ ଉତ୍। ପ୍ରଶ୍ନ 18 ବିପର୍ଯ୍ୟୟ ଲାଗିଥିବା ଦୁଇଟି ଉପସର୍ଗ ବି ଆଉ ପରି। ପ୍ରଶ୍ନ 19 ଓଡ଼ିଆ ପୂର୍ବ ପ୍ରତ୍ୟୟ ଦର କେଉଁ ଅର୍ଥରେ ବ୍ୟବହୃତ ହୋଇଥାଏ? କେଉଁ ଅର୍ଥରେ? ନା ଉତ୍ତର ହେଲା ଇଷତ୍। ପ୍ରଶ୍ନ 20 ଯେଉଁ ଅବ୍ୟୟପଦ ଗୁଡ଼ିକ ଧାତୁ ପୂର୍ବ ବା ଧାତୁଜ ଶବ୍ଦ ପୂର୍ବରୁ ସଂଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି କରନ୍ତି ସେଗୁଡ଼ିକ କ'ଣ କହନ୍ତି? ନା ଉତ୍ତର ହେଲା ଉପସର୍ଗ। ପ୍ରଶ୍ନ 21 ସଂସ୍କୃତ ଭାଷାକୁ ଅନୁସରଣ କରି ଓଡ଼ିଆରେ କେତୋଟି ଉପସର୍ଗର ବ୍ୟବହାର ଅଛି? କେତୋଟି? ନା ଉତ୍ତର ହେଲା 20ଟି। ପ୍ରଶ୍ନ 22 ଉପସର୍ଗ ବ୍ୟବହାର କରିବା ଫଳରେ ମୂଳଧାତୁ ଅର୍ଥରେ କି ବିଶେଷତ୍ୱ ଦେଖାଯାଏ ନାହିଁ? ଅର୍ଥରେ ବାଧା ଦେଖାଯାଇଥାଏ, ମୂଳ ଅର୍ଥକୁ ଅନୁକରଣ କରାଯାଇଥାଏ, ମୂଳ ଅର୍ଥକୁ ବୈଶିଷ୍ଟ୍ୟଯୁକ୍ତ କରିବା। କେଉଁଠି ଦେଖାଯାଇନଥାଏ? ନା ମୂଳ ଅର୍ଥରେ ହିତ ସାଧନ ଦେଖାଯାଏ ନାହିଁ। ପ୍ରଶ୍ନ 23 ନିମ୍ନୋକ୍ତ କେଉଁ ସଂସ୍କୃତ ଶବ୍ଦ ଓଡ଼ିଆରେ ଉପସର୍ଗ ରୂପେ ବ୍ୟବହୃତ ହୁଏ ନାହିଁ? କେଉଁଠି? ନା ଉତ୍ତର ହେଲା ତରୁ। ପ୍ରଶ୍ନ 24 ନିମ୍ନୋକ୍ତ କେଉଁ ଶବ୍ଦ ଗୁଡ଼ିକ ଓଡ଼ିଆରେ ଉପସର୍ଗ ହୋଇ ନଥାଏ? କେଉଁଠି? ସର। ପ୍ରଶ୍ନ 25 ନିମ୍ନରେ କେଉଁ ଅବ୍ୟୟପଦ ଓଡ଼ିଆରେ ଉପସର୍ଗ ଭାବରେ ବ୍ୟବହୃତ ହୋଇ ନଥାଏ? କେଉଁଠି? ନା ଏବଂ। ପ୍ରଶ୍ନ 26 ଅପ୍ କୁଶ ଏହି ପ୍ରକୃତି ପ୍ରତ୍ୟୟରୁ ସୃଷ୍ଟି ଶବ୍ଦ କେଉଁଠି? ନା ଉତ୍ତର ହେଲା ଅପକର୍ଷ। ସମ୍ ଡେସ୍ ସମ୍ବାଦ ଶୂନ୍ୟସ୍ଥାନ ପୂରଣ କର। କେଉଁଠି? ନା ଆସିବ ବଦ୍। ପ୍ରଶ୍ନ 28 ଅଧିନାୟକ ଏହାର ଗଠନ ରୀତି କିପରି? ନା ଅଧିନିଅକ ଅପସନ୍ ସି। ପ୍ରଶ୍ନ 29 ଅପମୃତ୍ୟୁ ଶବ୍ଦରେ ଅପ ଉପସର୍ଗ କେଉଁ ଅର୍ଥ ପ୍ରକାଶ କରୁଛି? କେଉଁଠି? ନା ହେଲା ଅକାଳ। ପ୍ରଶ୍ନ 30 ସହଜରେ ଗମ୍ୟ ଏକ ପଦରେ ପ୍ରକାଶ କଲେ କ'ଣ ହବ? ନା ସୁଗମ। ପ୍ରଶ୍ନ 31 ନିର୍ଜଳ ଏହି ପ୍ରକୃତି ପ୍ରତ୍ୟୟ ସୃଷ୍ଟ ଶବ୍ଦ କ'ଣ? ନା ଉତ୍ତର ହେଲା ନିର୍ଜଳ। ପ୍ରଶ୍ନ 32 ଉଦାସୀନ ଏହାର ଗଠନ ରୀତି କିପରି? ଉତ୍ତର ଅପସନ୍ ବି ଉତ୍ ଆସ୍ ଇନ୍। ପ୍ରଶ୍ନ 33 ବିପକ୍ଷ ଶବ୍ଦର ବି ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? କେଉଁ? ନା ଉତ୍ତର ହେଲା ବିରୋଧୀ। ପ୍ରଶ୍ନ 44 ଅନୁକୃଅନ ଏହି ପ୍ରକୃତି ପ୍ରତ୍ୟୟ ସୃଷ୍ଟ ଶବ୍ଦଟି କେଉଁଠି? ନା ଉତ୍ତର ହେଲା ଅନୁକରଣ। ପ୍ରଶ୍ନ 35 ଉପ ଡେସ୍ ଅନ ଉପକରଣ ଶୂନ୍ୟସ୍ଥାନ ପୂରଣ କର। କ'ଣ ହବ? ନା କ୍ରୁ। ପ୍ରଶ୍ନ 36 ଅପି ଉପସର୍ଗଟି ସାଧାରଣତଃ କେଉଁ ଅର୍ଥରେ ବ୍ୟବହୃତ ହୁଏ? କେଉଁ ଅର୍ଥରେ? ନା ଉତ୍ତର ହେଲା ଭୂଷଣ। ପ୍ରଶ୍ନ 37 ଆଜୀବନ ଶବ୍ଦରେ ଆ ଉପସର୍ଗଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି? କେଉଁଠି? ନା ସମଗ୍ର। ପ୍ରଶ୍ନ 38 କେଉଁ ଉପସର୍ଗଟି ସାଧାରଣତଃ ଭୂଷଣ ଅର୍ଥରେ ବ୍ୟବହାର ହୋଇଛି? କେଉଁଠି? ନା ଉତ୍ତର ହେଲା ଅପି। ପ୍ରଶ୍ନ 39 ଓଡ଼ିଆ ପୂର୍ବ ପ୍ରତ୍ୟୟ ଅଣ ଦ୍ୱାରା କେଉଁ ଶବ୍ଦ ଗଠନ ହୋଇ ନାହିଁ? ଅଣ ଓଡ଼ିଆ, ଅଣ ହଳଦିଆ, ଅଣ ଲେଉଟା, ଅଣ ମଞ୍ଜୁରଟା ହୋଇନାହିଁ। ପ୍ରଶ୍ନ 40 ଓଡ଼ିଆ ପୂର୍ବ ପ୍ରତ୍ୟୟ ଦର ଦ୍ୱାରା କେଉଁ ଶବ୍ଦ ଗଠିତ? କେଉଁଠି? ନା ଉତ୍ତର ହେଲା ଦରମରା। ପ୍ରଶ୍ନ 41 ଓଡ଼ିଆ ପୂର୍ବ ପ୍ରତ୍ୟୟ ବ ଦ୍ୱାରା କେଉଁଠି ଗଠିତ ନୁହେଁ? କେଉଁଠି? ନା ଉତ୍ତର ହେଲା ବଦ୍ ହିସାବୀ। ପ୍ରତ୍ୟାଗମନ ଏଥିରେ ଥିବା ଉପସର୍ଗ କିଏ? ପ୍ରତି ଯୁକ୍ତ ଆ।
ପ୍ରଶ୍ନ 43 କେଉଁଠି ଉପସର୍ଗ ନୁହେଁ? କେଉଁଠି ନୁହଁ? ସତ୍। ପ୍ରଶ୍ନ 44 ପରାମର୍ଶ ଏହାର ପ୍ରକୃତି ପ୍ରତ୍ୟୟ କ'ଣ ହବ? ଅପସନ୍ ବି ପରା ମୁସ୍ ଅ। ପ୍ରଶ୍ନ 45 ପ୍ର ଉପସର୍ଗଟି ନିମ୍ନଲିଖିତ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ନା ଉତ୍ତର ହେଲା ଉତ୍କର୍ଷ।